କଥାକାର ଅଡ଼ିଓ ବୁକ୍ସର 196ତମ ପ୍ରସ୍ତୁତି ସେ ଆନନ୍ଦଚନ୍ଦ୍ର ପହିଙ୍କର କ୍ଷୁଦ୍ରଗଳ୍ପ ପ୍ରିୟ ପରିଥି। ଏ କାହାଣୀ ପ୍ରସ୍ତୁତ କରିଛନ୍ତି ମନୋରମା ଚୌଧୁରୀ। ଶ୍ରୀ ଆନନ୍ଦଚନ୍ଦ୍ର ପହିଙ୍କର ଜନ୍ମ 11 ଏପ୍ରିଲ 1946 ମସିହାରେ ଢେଙ୍କାନାଳ ଜିଲ୍ଲାର ନିହାଲ ପ୍ରସାଦଠାରେ ହୋଇଥିଲା। ସେ ଜଣେ ଖ୍ୟାତିସମ୍ପନ୍ନ ଗାଳ୍ପିକ, ଲେଖକ ଓ ନାଟ୍ୟକାର। ସେ ମାଟ୍ରିକ ପାସ୍ କଲା ପରେ ନିଜ ଗାଁରେ ଥିବା ମଧ୍ୟ ଇଂରାଜୀ ବିଦ୍ୟାଳୟରେ ଶିକ୍ଷକତା ଆରମ୍ଭ କରିଥିଲେ। ଉଚ୍ଚଶିକ୍ଷାର ଅଭିଳାଷରେ ପ୍ରେରିତ ହୋଇ ସେ ଘରୋଇ ଭାବରେ ସ୍ନାତକ ସମାପ୍ତି କରିଥିଲେ। ଏହାପରେ ଓଡ଼ିଶା ପବ୍ଲିକ୍ ସର୍ଭିସ୍ କମିଶନର ପରୀକ୍ଷା ଦେଇ 1970 ମସିହାରେ ଓଡ଼ିଶା ସଚିବାଳୟରେ କନିଷ୍ଠ ସହାୟକ ଭାବରେ ଯୋଗ ଦେଇଥିଲେ ଏବଂ 2004 ମସିହାରେ ଚାକିରିରୁ ଅବସର ନେଇଥିଲେ। ଗାଁରେ ଥିଲାବେଳେ ସେ ମଞ୍ଚ ନାଟକ ଓ ବେତାର ନାଟକ ପ୍ରତି ଆକୃଷ୍ଟ ହୋଇଥିଲେ ଏବଂ ଶିକ୍ଷକତା କରିବା ସମୟରେ କିଛି ନାଟକ ଲେଖି ସରସ୍ୱତୀ ପୂଜା ସମୟରେ ପିଲାମାନଙ୍କ ଦ୍ୱାରା ମଞ୍ଚସ୍ଥ କରାଉଥିଲେ। 1978 ମସିହାରେ ସେ ରମେଶ ଚନ୍ଦ୍ର ଧଳଙ୍କର ତ୍ରୈମାସିକ ସାହିତ୍ୟ ପତ୍ରିକା ଜନପଥର ପରିଚାଳନା ସମ୍ପାଦକ ଭାବରେ କାର୍ଯ୍ୟ କରିବା ଆରମ୍ଭ କରିଥିଲେ। ତାଙ୍କ ରଚିତ କିଛି କ୍ଷୁଦ୍ରଗଳ୍ପ ଝର, ଜନପଥ, ଆସନ୍ତାକାଲି, ନବରବି, ଝଙ୍କାର ଆଦି ସାହିତ୍ୟ ପତ୍ରିକାରେ ପ୍ରକାଶ ପାଇଥିଲା। ତାଙ୍କର କିଛି ନାଟକ ଆକାଶବାଣୀ କଟକ କେନ୍ଦ୍ରରୁ ପ୍ରସାରିତ ହେବା ସହିତ କିଛି ନାଟକ ଦୂରଦର୍ଶନରେ ମଧ୍ୟ ପ୍ରଦର୍ଶିତ ହୋଇଥିଲା। 1998 ମସିହାରେ ତାଙ୍କୁ ତାଙ୍କ ରଚିତ ନାଟ୍ୟ ପୁସ୍ତକ ପ୍ରତୀକ୍ଷାରେ ପରୀକ୍ଷିତ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ତାଙ୍କର କିଛି କ୍ଷୁଦ୍ରଗଳ୍ପ ହେଲା ଅନେକ ମୁହଁ, ଷ୍ଟାଚ୍ୟୁ, ଅନ୍ୟ ଅରଣ୍ୟ, ରେଖାଚିତ୍ର, ଧୂଳିଝଡ଼, ଭୂଇଁ ଦରଣ୍ଡୁଥିବା ଚରିତ୍ର, ମୁହଁ ସଞ୍ଜ ଏବଂ ମୁଦ୍ରିତ ଲୋପାମୁଦ୍ରା। ଆସନ୍ତୁ ମନୋରମା ଚୌଧୁରୀଙ୍କ ସ୍ୱରରେ ଶୁଣିବା ଆଜିର କାହାଣୀ ପ୍ରିୟ ପରିଥି। ଗାଁରେ ପହଞ୍ଚି ମନୋଜ ଦେଖିଲେ ବାପାଙ୍କ ଦେହ ଭଲ ଅଛି। ଗାଁ ବସ୍ରୁ ତାକୁ ପାଛୋଟି ନେବାକୁ ବାପା ଆସିଛନ୍ତି। ମନୋଜ ଖୁସି ହେଲେ ଯେତିକି, ଆଶ୍ଚର୍ଯ୍ୟ ହେଲେ ତାଠୁ ବେଶୀ। ମନୋଜ ଟେଲିଗ୍ରାମ ପାଇଥିଲେ ବାପା ଖୁବ୍ ଅସୁସ୍ଥ, ଅଥଚ ବାପା ଆସିଛନ୍ତି ତାଙ୍କୁ ରିସିଭ୍ କରିବାକୁ। ମନୋଜ ବାପାଙ୍କୁ କିଛି ପଚାରିବା ପୂର୍ବରୁ ବାପା କହିଲେ, ମୋ ଦେହ ଭଲ ଅଛି, କିନ୍ତୁ କାଳେ ତୁ ଶୀଘ୍ର ନ ଆସିବୁ ସେଥିପାଇଁ ଏମିତି ଗୋଟେ ଟେଲିଗ୍ରାମ କରିଥିଲି। ତୁ ବୋଉ କହିଲା ତମ ଦେହ ଖରାପ ବୋଲି ଟେଲିଗ୍ରାମ କର, ନହେଲେ ତା ଅଫିସରୁ ଛୁଟି ମିଳିବ ନାହିଁ। କ'ଣ ପାଇଁ ଏମିତି ଗୋଟେ ମିଛ ଟେଲିଗ୍ରାମ କରି ଡକାଇ ଆଣିଲେ ବାପା? ସିଏ ଚିଠି ଖଣ୍ଡେ ଲେଖିଥିଲେ ମନୋଜ କ'ଣ ଆସିନଥାନ୍ତେ? ଅବଶ୍ୟ ଏ ସମ୍ପର୍କରେ ବାପା ବୋଉଙ୍କର ଅତୀତ ଅଭିଜ୍ଞତା ଥିବ। ଅତୀତରେ ବାପା ଲୋକଙ୍କ ହାତରେ ଖବର ଦେଇଛନ୍ତି, କିନ୍ତୁ କାର୍ଯ୍ୟ ବ୍ୟସ୍ତତା ଯୋଗୁଁ ମନୋଜ ଗାଁକୁ ନ ଯାଇ ଓଲଟି ବାପାଙ୍କ ପାଖକୁ ଲେଖିଛନ୍ତି, ଏବେ ଅଫିସରେ ବହୁତ କାମ, ଛୁଟି ମିଳୁନାହିଁ। ଏବେ ଗାଁକୁ ଯିବା କଥା ପଡ଼ିଲେ ସ୍ତ୍ରୀ ଅନିତା ଏମିତି କାମ ଆଣି ଆଗରେ ଥୋଇଛନ୍ତି, ଯାହାକୁ ନେଇ ଗାଁକୁ ଯିବା ମନୋଜଙ୍କ ପକ୍ଷେ ସମ୍ଭବ ହୋଇନାହିଁ। ମନୋଜ ଗାଁରେ ପହଞ୍ଚି ଅନେକ ପଚରାପଚରି କରିବା ପରେ ମଧ୍ୟ ବାପାଙ୍କ ଠାରୁ କି ବୋଉଠାରୁ ତାଙ୍କୁ ଏମିତି ଜରୁରୀ ଭାବେ ଡକାଇବାର କିଛି କାରଣ ଜାଣିପାରିଲେ ନାହିଁ। କେବଳ ବାପା କହିଲେ, ଅନେକ ଦିନ ହେଲା ତୋ ସହିତ ଦେଖା ହେଇ ନଥିଲା, ମନଟା ଭାରି ବ୍ୟସ୍ତ ହେଲା ତତେ ଦେଖିବାକୁ। ଗାଡ଼ି ମଟରରେ ଭୁବନେଶ୍ୱର ଯିବାକୁ ମୋର ଆଉ ସାହସ କୁଳଉନେଇ। ବୋଉ କହିଲା, ଯାହା ପୁଅ ମୂର୍ଖ ତାର ଭଲ, ଘରଦ୍ୱାର କରି ପୁଅ ବୋହୂ ନାତି ନାତୁଣୀ ଧରି ଖୁବ୍ ଗହଳ ଚହଳରେ ଦିନ କାଟୁଛନ୍ତି। ପୁଅମାନେ ଚାଷ କରନ୍ତୁ କି ବ୍ୟବସାୟ କରନ୍ତୁ, ସେମାନେ ବାପା ମାଙ୍କ ପାଖରେ ରହୁଛନ୍ତି। ହେଲେ ଆମ ପରି ଯେଉଁମାନଙ୍କ ପୁଅମାନେ ପାଠ ପଢ଼ି ଗାଁ ଛାଡ଼ି ସହର ବଜାରରେ ଚାକିରି କରୁଛନ୍ତି, ସେମାନେ ଏକୁଟିଆ ଉପରକୁ ମୁହଁ ଟେକି ପିଲାମାନଙ୍କ ଫେରିବା ବାଟକୁ ଅନେଇ ପଡ଼ି ରହୁଛନ୍ତି। କିଛି କାମ ନଥିଲେ କ'ଣ ହେଲା, ତୁ ଆସିଲୁ, ତତେ ଆମେ ଟିକେ ଦେଖିଲୁ। ମନୋଜଙ୍କ ମନକୁ ବାପା ବୋଉଙ୍କ ଉତ୍ତରଟା ସନ୍ତୁଷ୍ଟ କରିପାରିଲା ନାହିଁ। ତାଙ୍କୁ ଲାଗିଲା ଯେମିତି ଏଇ ଉତ୍ତର ପଛପଟରେ ଆଉ କିଛି ଗୋଟେ କଥା ଲୁଚିଛି, ସିଏ ତାକୁ ଦେଖିପାରୁନାହାନ୍ତି। ବାପା ବୋଉ ମଧ୍ୟ ସେ କଥାଟାକୁ ଦେଖିବାକୁ ତାକୁ ସୁଯୋଗ ଦେଉନାହାନ୍ତି।
ରାତିରେ ମାଛ ଭାତ ଖାଇବା ବେଳେ ବାପା ଗାଁର ଅନେକ ଲୋକଙ୍କ କଥା ମନୋଜକୁ କାନରେ ପକାଇଲେ। ପବନ ସାବଲର 3 ପୁଅ, 3ଟି ଯାକ ଗାଁ ମାଇନର ସ୍କୁଲ ଡେଇ ପାରିଲେ ନାହିଁ। ବଡ଼ଟା ଚାଷ କରୁଛି, ମଝିଆ ପୁଅ କଣ୍ଟ୍ରାକ୍ଟରି କରୁଛି, ଆଉ ସାନ ପୁଅ କଣ୍ଟ୍ରୋଲ ଦୋକାନ ସମ୍ଭାଳିଛି। ତାଙ୍କର 10 ବଖୁରିଆ ପକ୍କା ଘର ଖଞ୍ଜାଟାଏ କରିଛନ୍ତି। ସପନା ଘଡ଼େଇର 2 ପୁଅ, 2 ଜଣ ଯାକ ଗାଁରେ ଦୋକାନ ଦେଇଛନ୍ତି। ଆମ ଗାଁ ବରଗଡ଼ାଣୀ ଛକରେ ଜଣେ କରିଛି ତେଜରାତିର ହୋଲସେଲ ଦୋକାନ, ଆଉ ଜଣଙ୍କର ଲୁଗା ଦୋକାନ। ତାଙ୍କର 2 ବର୍ଷ ହେଲା ଛାତ ପକ୍କା 2 ମହଲା କୋଠା ତୋଳା ସରିଲାଣି। କଟକ ରାଜମିସ୍ତ୍ରୀ ତାଙ୍କ ଘର କାମ କରିଛି। ବୋଉ କହିଲା, ଆମ ଏଇ ଚାଳଘରଟା ଅନେକ ବର୍ଷର ପୁରୁଣା ହେଇଗଲାଣି। ଫି ବରଷ ଛାଉଣି କରିବା କଷ୍ଟ ହେଉଛି। ଏଟାକୁ ଭାଙ୍ଗି କୋଠାଘର 4 ବଖରା କରିବାକୁ ତ ବାପା କହୁଛନ୍ତି। ଗାଁରେ ନିହାତି ନିପାରିଲା ଲୋକ କୋଠା ତୋଳାଇଲେଣି। ବାପା ବୋଉର ମୁହଁରୁ କଥା ଛଡ଼େଇ ନେଇ କହିଲେ, ମୁଁ ଭାବୁଛି ଏ ଘରକୁ ଭାଙ୍ଗି କୋଠା ଘର 4 ବଖରା କରିବି। ତୋ ବୋଉର ବି ସେଇ ଇଚ୍ଛା। ତୋ ପିଲାମାନେ ଆସିଲେ ଏ ଘରକୁ ଦେଖି ନାକ ଟେକୁଛନ୍ତି। ତା ଛଡ଼ା ଏ ଘର ଭାଙ୍ଗିଗଲେ ଆମ ଅନ୍ତେ ତୁ କି ତୋ ପିଲା କେହି ଏ ଘର ମରାମତି କରିବେ ନାହିଁ। ମାଟି ଘର ଲିପାପୋଛା କାମକୁ ତୋ ବୋଉ ଆଉ ପାରୁନାହିଁ। ତମେ ତ ସବୁ ବାହାରେ ରହିଛ। କୋଠାଘର ନଥିଲେ ଏ ଗାଁ ମାଟିରୁ ମୋ ନାଁ ନିଭିଯିବ। କୋଠା 2 ବଖରା ଥିବା ପର୍ଯ୍ୟନ୍ତ କହୁଥିବେ ଏଟା ମଣିଧଳ କୋଠା। ମନୋଜ ବାପାଙ୍କ ମୁହଁକୁ ସିଧା ଚାହିଁଲେ। ବାପାଙ୍କ ମୁହଁଟା ଦୃଢ଼ ଦିଶୁଥିଲା। 65 ବର୍ଷ ବୟସରେ ମଧ୍ୟ ବାପାଙ୍କ ମୁହଁର ଦୃଢ଼ତା ଦେଖି ମନୋଜ ଶଙ୍କିଗଲେ। ବାପା ବୋଉଙ୍କର ଅତି ବେଶୀରେ ଆଉ 5-10 ବର୍ଷ ରହଣି ଏ ପୃଥିବୀରେ। ଘର ତିଆରି ଏବେଠୁ ଆରମ୍ଭ କଲେ ତିଆରି ଶେଷ ହେବାକୁ 5 ବର୍ଷ ଲାଗିଯାଇପାରେ। ତଥାପି ଘର ତିଆରି ପାଇଁ ବାପା ବୋଉ ତାଙ୍କ ନିଷ୍ପତ୍ତିରେ ଦୃଢ଼। ବାପା ମନୋଜଙ୍କ ମୌନତା ଲକ୍ଷ୍ୟ କରି ପଚାରିଲେ, କିଛି କହିଲୁ ନାହିଁ ଯେ? ମନୋଜ ମୁହଁ ତଳକୁ କରି ଉତ୍ତର ଦେଲେ, ଘର କରିବା ପାଇଁ ଅନେକ ଟଙ୍କା ଦରକାର। ଏତେ ଟଙ୍କା ଆମର କାହିଁ? ଗାଁରେ ଘର ତିଆରି ପାଇଁ ବେଶୀ ଟଙ୍କା ଲାଗିବ ନାହିଁ। ଆମରି ଗାଁ ଟାଙ୍ଗରାରୁ ମାଙ୍କଡ଼ା ପଥର ବାହାରୁଛି। ପଥର କାଟିବା ଆଉ ତାକୁ ସାଇଜ କରିବା ପାଇଁ ଅଳ୍ପ କିଛି ଟଙ୍କା ଲାଗିବ। ଆମର ଶଗଡ଼ ବଳଦ ଅଛି, ପଥର ବୁହା ହେଇ ଆସିବ। ପାଖ ନଈରୁ ବାଲି ଶଗଡ଼ରେ ବୋହି ଆଣିପାରେ ସେମିତି କିଛି ଅସୁବିଧା ନାହିଁ। ଭାବଲପୁର ପାହାଡ଼ରୁ ଚିପ୍ସ ମିଳୁଛି। ଗାଁରେ ରାଜମିସ୍ତ୍ରୀ ଅଛି, ଖାଲି ଯାହା ସିମେଣ୍ଟ, ସିଏ ବି ଆମ ଗାଁ ଘନ ଦୋକାନରେ ମିଳୁଛି। ଛାତ ପଡ଼ିବା ବେଳକୁ ରଡ଼ ଦରକାର। ତଳ ସାହିର ଫଗୁଆ ଟ୍ରକ୍ ପ୍ରତିଦିନ କଟକ ଯାଉଛି, ସିଏ ଆଣିଦେବ। ମନୋଜ ପ୍ରତିବାଦ କଲେ, ସେ ଯାହା ହେଲେ ବି ଟଙ୍କା 1.5-2 ଲକ୍ଷରୁ କମ୍ ଲାଗିବ ନାହିଁ। ଏତେ ଟଙ୍କା କାହିଁ? ପିଙ୍କୁ ଟିଙ୍କୁ 2ଟି ଯାକ ବାହାରେ ପଢ଼ୁଛନ୍ତି। ତାଙ୍କ ପାଖକୁ ମୁଁ ଠିକ୍ ଭାବେ ଟଙ୍କା ପଠାଇ ପାରୁନାହିଁ। ତା ଛଡ଼ା ଭୁବନେଶ୍ୱରରେ ମୋ ସାଙ୍ଗମାନେ ସମସ୍ତେ ଜାଗା କିଣି ଘର କଲେଣି। ମୁଁ କିନ୍ତୁ ଏଯାଏ ଜାଗା ଖଣ୍ଡେ କିଣିପାରି ନାହିଁ। ବାପା ଜବାବ ଦେଲେ, ତତେ ଆମେ ଟଙ୍କା ପଇସା କିଛି ମାଗୁନାହୁଁ। ତୁ ଖାଲି ହଁ ମାରିଲେ ଆମେ ଘର ତିଆରି କରିବୁ। ବାପାଙ୍କ ସଂକଳ୍ପର ଦୃଢ଼ତା ଦେଖି ମନୋଜ ଆଉ ତାଙ୍କ ମନ କଥା ପ୍ରକାଶ କରିବାକୁ ସାହସ କଲେ ନାହିଁ। ମୁହଁ ଉପରେ କେଇଗାର କୃତ୍ରିମ ହସ ଟାଣି ଘର ତିଆରି ପ୍ରସ୍ତାବକୁ ସମର୍ଥନ ଜଣାଇବାକୁ ବାଧ୍ୟ ହେଲେ। ଘର ତିଆରି ପାଇଁ ତାଙ୍କ ଘର ଡିହର ପୂର୍ବ ପାଖରେ ଥିବା ବାରିରେ ଶୁଭଦାନ ଉତ୍ସବ ଖୁବ୍ ଉତ୍ସୁକତାର ସହ ତା ପରଦିନ ସମ୍ପୂର୍ଣ୍ଣ ହେଲା। ସେଥିପାଇଁ ଆବଶ୍ୟକ ସମସ୍ତ ପଦାର୍ଥ ଆଗରୁ ଯୋଗାଡ଼ ହୋଇ ରଖାଯାଇଥିଲା। ଏହି ଶୁଭଦାନ ଉତ୍ସବରେ ଗାଁର ଅନେକ ଲୋକ ଯୋଗ ଦେଇଥିଲେ। କଥାବାର୍ତ୍ତା ଛଳରେ ଗାଁର ସରପଞ୍ଚ ଧନେଶ୍ୱର ମହାନ୍ତି ପ୍ରକାଶ କଲେ ଯେ ମନୋଜଙ୍କ ବାପା 10 ମାଣିଆ ଚକର 2 ଏକର ଜମି ବିକ୍ରି କରିବା ପାଇଁ ଶ୍ୟାମ ନାୟକ ସହିତ କଥାବାର୍ତ୍ତା କରିସାରିଛନ୍ତି। 2 ଏକର ଜମିର ଦାମ 50,000 ହେବ। ମନୋଜ ଜମି ବିକ୍ରି ବିଷୟରେ ବାପାଙ୍କୁ କି ବୋଉକୁ କିଛି ନ କହି ଚୁପଚାପ ଉପରବଳି ଭୁବନେଶ୍ୱର ଚାଲି ଆସିଲେ।
ଭୁବନେଶ୍ୱରରେ ପହଞ୍ଚୁ ପହଞ୍ଚୁ ରାତି 8ଟା ହୋଇଗଲା। ଅନିତା ଅନେଇ ବସିଥିଲେ ମନୋଜକୁ ଫେରିବା ବାଟକୁ। ବାପାଙ୍କ ଦେହପା ବିଷୟ ଜାଣିବାକୁ ସେ ଉତ୍କଣ୍ଠିତ ଥିଲେ। ଅନିତା ପଚାରିଲେ, ବାପାଙ୍କ ଦେହ କେମିତି ଅଛି? ତାଙ୍କ ଦେହ କ'ଣ ହେଇଥିଲା? ତାଙ୍କୁ ସାଙ୍ଗରେ ନେଇ ଆସିଲ ନାହିଁ? ଏତେ ସବୁ ପ୍ରଶ୍ନର କୌଣସି ଉତ୍ତର ନ ଦେଇ ମନୋଜ ପୋଷାକ ବଦଳାଇ ଗୋଡ଼ ହାତ ଧୋଇବାକୁ ବାଥରୁମ୍ରେ ବସିଲେ। ଅନିତା ତାଙ୍କ ପାଇଁ ଚା ତିଆରି କରିବାକୁ ରୋଷେଇ ଘରକୁ ଗଲେ। ମନୋଜ ଧୁଆଧୋଇ ହୋଇ ଆସିବା ପରେ ବାମ୍ଫ ଉଠା ଚା କପ୍ଟାଏ ତାଙ୍କ ହାତକୁ ବଢ଼ାଇ ଦଉ ଦଉ ପଚାରିଲେ, କ'ଣ ହେଇଛି କହୁନା? କ'ଣ ବାପାଙ୍କ ଦେହ ବେଶୀ ଖରାପ? ଆମକୁ ଗାଁକୁ ଯିବାକୁ ପଡ଼ିବ କି? ତୁମ ଗମ୍ଭୀର ମୁହଁରୁ ଜଣାପଡ଼ୁଛି ବାପାଙ୍କ ଦେହ ନିଶ୍ଚୟ ବଡ଼ ଧରଣର କିଛି ହେଇଛି। ମନୋଜ ଖବରକାଗଜ ଉପରେ ଆଖି ବୁଲାଉ ବୁଲାଉ କହିଲେ, ନା। କ'ଣ ନା? ଗାଁକୁ ଯିବାକୁ ପଡ଼ିବ ନାହିଁ? ବାପାଙ୍କ ଦେହ କ'ଣ ଭଲ ଅଛି? ଭଲ ଅଛି। ଆଉ ତାହେଲେ ଟେଲିଗ୍ରାମ କରିଥିଲେ କାହିଁକି? କୋଠାଘର ତିଆରିର ଶୁଭଦାନ ଉତ୍ସବରେ ଯୋଗଦାନ କରିବା ପାଇଁ। ଅନିତା ମନୋଜଙ୍କୁ ଅସଂଖ୍ୟ ପ୍ରଶ୍ନବାଣରେ ଜର୍ଜରିତ କରି ଗାଁର ସବୁ କଥା ଆଦାୟ କଲେ। ଶେଷରେ ସବୁ ଦୋଷ ସ୍ୱାମୀଙ୍କ ମୁଣ୍ଡରେ ଲଦି ଦେଇ ଚିତ୍କାର କଲେ, ମୁଁ ଜାଣେ ତମ ଦ୍ୱାରା କିଛି ହେବ ନାହିଁ। ତମରି ସାଙ୍ଗର ସାରଙ୍ଗ ବାବୁ, ବସନ୍ତ ବାବୁ, ଶରତ ବାବୁ, ପବିତ୍ର, ସମୀର ସମସ୍ତେ 5,000 3,000 ଟଙ୍କା ଲେଖାଏଁ ଦେଇ ଶାଗ ମାଛ ଦରରେ ଭୁବନେଶ୍ୱର ଭିତରେ ଖୁବ୍ ବଢ଼ିଆ ବଢ଼ିଆ ଜାଗା କିଣି ଘର କଲେ। ତମେ ଜାଗା ଖଣ୍ଡେ ପକେଇ ପାରିଲ ନାହିଁ। ଯେଉଁ ଜାଗା ଦାମ 5,000 ପଡ଼ୁଥିଲା ତା ଦାମ ଏବେ 5 ଲକ୍ଷ। ବାପା ଏଇନେ ଗାଁ ଜମି ବିକି କୋଠା କରୁଛନ୍ତି। ସେ କୋଠା ଆମର କ'ଣ ହେବ? ତମେ କ'ଣ ରିଟାୟାରମେଣ୍ଟ ପରେ ଗାଁକୁ ଯିବ? ମୋ ଛୁଆ ତ ଏଇଠି ଚାକିରି କରିବେ, ମୁଁ ଗାଁକୁ ଯାଇ କ'ଣ କରିବି? ବାପା ବୋଉ ସେ ଘରେ କେତେ ଦିନ ରହିବେ? ମନୋଜ ଅନିତାଙ୍କୁ ଯେତେ ବୁଝାଇଲେ ମଧ୍ୟ ସିଏ ଶାନ୍ତ ହେଲେ ନାହିଁ। ଅନେକ ସମୟ ଯାଏ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ କଥା କଟାକଟି ଚାଲିଲା। ଅନିତା ପ୍ରସ୍ତାବ ଦେଲେ, ଆଉ ଡେରି କଲେ ଚଳିବ ନାହିଁ। ଗାଁରେ ତମର 10 ଏକର ଖାଲୁ ଜମି, ସେତକ ବିକ୍ରି କଲେ ଅତି କମ୍ରେ 2.5-3 ଲକ୍ଷ ଟଙ୍କା ହେବ। ବାପା ବୋଉକୁ ବୁଝାଇ ସୁଝାଇ ଭୁବନେଶ୍ୱର ନେଇ ଆସ, ଆଉ ଗାଁ ଜମି ବିକିଦିଅ। ଭୁବନେଶ୍ୱରରେ ଜାଗା କିଣ। ଗାଁରେ ବାପା ବୋଉ ରହିଲେ ଅଣହେଳା ହେବେ। ଏଇଠି ଆମ ପାଖରେ ସବୁଦିନ ରହିବେ। ଗାଁରେ ଭୂତକୋଠି ତିଆରି ନ ହୋଇ ଏଇଠି ମଣିଷ ରହିବା ପାଇଁ ଘର ତିଆରି କର। ଆଉ ବର୍ଷେ 1-2ଟା ପରେ ପିଙ୍କୁ ଟିଙ୍କୁ ଚାକିରି କରିବେ। ସେମାନେ ଟଙ୍କା ଦେବେ। ଘରଟା ଶୀଘ୍ର ତିଆରି ହେଇଯିବ। ହେଲେ ଏବେଠୁ ଜାଗା ନ କିଣିଲେ ପଛରେ ପସ୍ତେଇବ। ପାଖରେ ଆଉ ଜାଗା ମିଳିବ ନାହିଁ। ଯାହା ମିଳିବ ଭୁବନେଶ୍ୱର ନାଁରେ ଭୁବନେଶ୍ୱରଠୁ 15 କିଲୋମିଟର ଦୂରରେ। ଅନିତା ଯାହା ତାଙ୍କ ସୁଧାର ସ୍ୱାମୀଙ୍କ ଶ୍ରୀମୁଖ ଉପରେ ହାଣିଦେଇ ଗଲେ, ସେସବୁ କଥା ମନୋଜ କ'ଣ ତାଙ୍କ ବାପାଙ୍କ ମୁହଁରେ କହିପାରିବେ? ବାପାକୁ ପିଲାଦିନଠୁ ବର୍ଣ୍ଣବୋଧ ପୃଷ୍ଠାର ସିଂହ ପରି ଭୟ କରନ୍ତି ମନୋଜ। ଏବେ ସେ ପିଲାମାନଙ୍କ ବାପା ହୋଇଥିଲେ ବି ତାଙ୍କର ବାପାଙ୍କ ପ୍ରତି ସେ ଭୟର ମାତ୍ରାରେ ସାମାନ୍ୟ ଉଡ଼ା ହୋଇ ନାହିଁ। ବାପାଙ୍କ ମୁହଁରେ କଥା କହିବାର ସାହସ ସେ ଏଯାଏ ସଞ୍ଚୟ କରିବାକୁ ସମର୍ଥ ହୋଇ ନାହାନ୍ତି। ଅନିତା ଶ୍ୱଶୁରଙ୍କ ଅନୁପସ୍ଥିତିରେ ସିନା ଏତେ ଦମ୍ଭରେ ଏତେ ଲମ୍ବା ଚଉଡ଼ା କଥାର ଗାଲିଚା ବିଛାଇ ଚାଲିଛନ୍ତି ଘରସାରା, କିନ୍ତୁ ତାଙ୍କ ଆଗରେ ଖିଅଟାଏ କଥା ତାଙ୍କ ମୁହଁରୁ ଫିଟିବ କି ନାହିଁ, ଏ ଗ୍ୟାରେଣ୍ଟି କିଏ ଦେବ? ଗାଁରେ ମାତ୍ର 2 ମାସ ରହଣି ପରେ ଅନିତା ଆସିଛନ୍ତି ଭୁବନେଶ୍ୱର। ବାପାଙ୍କ ମୁହଁରେ କଥା କହିବାର ସୁଯୋଗ, ସମ୍ଭାବନା କି ସମୟ ଆସିବା ଆଗରୁ ଅନିତା ଗାଁ ଛାଡ଼ି ଭୁବନେଶ୍ୱର ଆସିଛନ୍ତି। ଏଥର ଗାଁ ଛୁଇଁ ଆସିବା ଦିନଠୁ ପ୍ରତି ସନ୍ଧ୍ୟାରେ ଅନିତା ସ୍ୱାମୀଙ୍କ ନେପାରିଲା ପଣିଆର ପଣିକିଆ 25 ଖଣ୍ଡା ଯାଏ ଗାଇ ଚାଲିଛନ୍ତି ସହଜ ଗଳାରେ। କେବେ କେମିତି ଚା କପ୍ରେ ମୁହଁ ବୁଡ଼ାଇ, ଆଉ କେବେ ଖବରକାଗଜ ପୃଷ୍ଠାରେ ମୁହଁ କୁଡ଼ାଇ ଆତ୍ମଗୋପନ କରି ନିଜକୁ ବଞ୍ଚାଇ ନିଅନ୍ତି ମନୋଜ। ଆଉ କେବେ ଅତିଷ୍ଠ ହୋଇ ଅନ୍ୟ କାମର ଆଳ ଦେଖାଇ ମଇଦାନ ଛାଡ଼ି ଚାଲିଯାଆନ୍ତି ଅନେକ ସମୟ ଯାଏ। ଫେରନ୍ତି ରାତିଖିଆ ରୁଟି ସେକା ମଝିରେ। ଡେରି ରାତିରେ ଚୁପଚାପ ଖାଇ ପିଇ ଶୋଇଯାଆନ୍ତି ନିଦଡେରା ଆଖି ବୁଧି। କିନ୍ତୁ ମନୋଜଙ୍କ ଆଖିକୁ ନିଦ ଆସେନା କି ସପନ ଆସେନା। ଆସେ କେବଳ ଅନେକ
ଆଗରୁ ଯାଗରୁ ଚିନ୍ତା। ପ୍ରଥମ ଚାକିରି କରିବା ମୁହୂର୍ତ୍ତଟା ତାଙ୍କ ଆଖି ଆବୋରି ଠିଆ ହୁଏ। ସେଦିନ ଡାକ ପିଅନ ତାଙ୍କ ନିଯୁକ୍ତି ପତ୍ରଟା ଦେଇଥିଲା ବାପାଙ୍କୁ। ବାପା ଚିଠିଟା ଖୋଲିଲା ପୂର୍ବରୁ ମନୋଜ ଆସି ପହଞ୍ଚିଥିଲେ ଓ ଚିଠିଟା ଖୋଲି ବାହାର କରିଥିଲେ ତାଙ୍କ ନିଯୁକ୍ତି ପତ୍ର। ବାପା ଖୁସିରେ ନିଯୁକ୍ତି ପତ୍ରଟାକୁ ଧରି ଚିତ୍କାର କରିଥିଲେ, ମନୁବାବୁ ମନୁବାବୁ, ଆମ ମନୁ ଚାକିରି ପାଇଗଲା। ସେ ମୁହୂର୍ତ୍ତରେ ବାପା ଓ ବୋଉଙ୍କର ଖୁସିର ପରିମାଣ ମାପିବାର କିଛି ମାପଯନ୍ତ୍ର ମନୋଜଙ୍କ ହାତରେ ନଥିଲେ ବି ସେ ଜାଣିଥିଲେ ଏହି ମୁହୂର୍ତ୍ତଟା ହିଁ ଥିଲା ତାଙ୍କ ଜୀବନର ସବୁଠୁ ବେଶୀ ଖୁସି ହେବାର ଦିନ। ସେଦିନର ଖୁସିଟା ଯେ ଆଜି ସେଇ ବାପା ବୋଉଙ୍କର ଦୁଃଖର କାରଣ ହେବ, ଏକଥା ସେ କେବେ କଳ୍ପନା କରିନଥିଲେ। ଭୁବନେଶ୍ୱର ଚାକିରି ତାଙ୍କ କୋଳରୁ ତାଙ୍କ ପୁଅକୁ ବୋହୂ ସହିତ ଚିରଦିନ ପାଇଁ ଛଡ଼ାଇ ନେଇଛି। ବାପା ବୋଉଙ୍କ ପ୍ରତ୍ୟାଶା ପୂରଣ କରିବାରେ ମନୋଜ ସମ୍ପୂର୍ଣ୍ଣ ଅସମର୍ଥ ହେବା କଥା ସେ ସ୍ୱୀକାର କରନ୍ତି ନିଜ ସହିତ ନିଜେ ଆଳାପ କଲାବେଳେ। ବାପା ବୋଉଙ୍କ ପ୍ରତ୍ୟାଶାର କେଉଁ ପୃଷ୍ଠ ମନୋଜକୁ ନିଭୃତରେ ପଢ଼ାଇଥିଲେ ତାଙ୍କ ବୋଉ। ବିଲ ଚାଷରୁ ଘର ଖର୍ଚ୍ଚ, ବନ୍ଧୁବାନ୍ଧବ, ଯାନିଯାତ୍ରା, ପର୍ବପର୍ବାଣୀ ଖର୍ଚ୍ଚ ଉଠୁଛି, କିନ୍ତୁ ବାପାଙ୍କର ଇଚ୍ଛା ଦୋତାଲା କୋଠା କରିବେ। ମନୋଜକୁ ଚାକିରି ଟଙ୍କାରେ ତୋଳିବେ କୋଠା, କିନ୍ତୁ ଏଇ କୋଠା ତୋଳା ଅଭିଳାଷ ବାପାଙ୍କର ପୂରଣ କରିବା ଦିଗରେ ମନୋଜଙ୍କ ଅସମର୍ଥତା ବୁଝିବାକୁ ତାଙ୍କୁ ଲାଗିଗଲା ଏତେ ବର୍ଷ। ତାଙ୍କ ପ୍ରତୀକ୍ଷାର ବାଲିବନ୍ଧ ଭୁଷୁଡ଼ି ପଡ଼ିଛି ମନୋଜଙ୍କ ଉପରୁ। ପତିଆରା ହଟିଯାଇଛି ବାପାଙ୍କର। ସିଏ ଜମି ବିକି କୋଠା ତୋଳିବାକୁ ସିଦ୍ଧାନ୍ତ ନେଇଛନ୍ତି। ବାପାଙ୍କ ଅଙ୍କିତ ମାନଚିତ୍ରରେ କାଳି ଢାଳି ତାକୁ ବିକୃତ କରିବା ପାଇଁ ଅନିତା ମନୋଜଙ୍କ କାନରେ ଅବାରିତ ଧାରାରେ ନାରାଜ ବର୍ଷି ଚାଲିଛନ୍ତି। ତାକୁ ପ୍ରତିହତ କରିବାକୁ ମନୋଜଙ୍କ ତୁଣୀରରେ ଯେ ଉପଯୁକ୍ତ ତୀରର ଅଭାବ ଅଛି ଏକଥା ସତ ନୁହେଁ, କିନ୍ତୁ ମନୋଜ ନିଜେ ଚାହୁଁନାହାନ୍ତି ଘରକୁ ଯୁଦ୍ଧକ୍ଷେତ୍ରରେ ପରିଣତ କରିବାକୁ। ଅନିତାଙ୍କ ଆକ୍ରମଣର ପ୍ରତି ଆକ୍ରମଣ କରିବା ପରିବର୍ତ୍ତେ ମନୋଜ আপোଷ ମନୋବୃତ୍ତି ନେଇ ଅନେକ ଥର ବୁଝାଇବାକୁ ଉଦ୍ୟମ କରିଛନ୍ତି। ଦେଖ ଅନିତା, ବାପାଙ୍କ ଅଭିଳାଷ ପୂରଣ ପାଇଁ ପୁଅ ଅସମର୍ଥ ହେବା ଭିନ୍ନ କଥା, କିନ୍ତୁ ବାପା ଯଦି ନିଜ ସାଧନ ବ୍ୟୟ କରି ନିଜ ଅଭିଳାଷ ଚରିତାର୍ଥ କରିବାକୁ ଉଦ୍ୟମ କରନ୍ତି, ତାଙ୍କୁ ବାଧା ଦେବା ପୁତ୍ର ପକ୍ଷେ ଅତ୍ୟନ୍ତ ଲଜ୍ଜାକର କାମ। ମୋତେ ସେମିତି ଗୋଟିଏ ଲଜ୍ଜାଜନକ ପରିସ୍ଥିତି ଆଡ଼କୁ ତୁମେ ଅଡ଼େଇ ନିଅ ନା। ଆମେ ବାପାଙ୍କୁ କିଛି ଦେଇ ନ ପାରିଲେ ନାହିଁ, ସିଏ ନିଜ ଜମି ବିକ୍ରି କରି ଘର କରୁଛନ୍ତି, ଆମେ ସେଥିରେ ବାଧା ଦେବା ଠିକ୍ ହେବ ନାହିଁ। ଅନିତାଙ୍କ କ୍ରୋଧ ପ୍ରଶମିତ ହେବାକୁ ବର୍ଷେ ସମୟ ଲାଗିଗଲା। ବଡ଼ ପୁଅ ପିଙ୍କୁର ଇଞ୍ଜିନିୟରିଂ ଶେଷ ବର୍ଷ। ତାର କ୍ୟାମ୍ପସ ସିଲେକ୍ସନ ହେଲା, ତାର ପ୍ଲେସମେଣ୍ଟ ହେଲା ବମ୍ବେରେ ବିରଳା କମ୍ପାନୀରେ। ଅନିତା ସ୍ୱପ୍ନ ଦେଖିଲେ ପୁଅ ଚାକିରି ଓ ତା ଦରମାକୁ ନେଇ। ପିଙ୍କୁର ମାସିକ ଦରମା 20,000 ଟଙ୍କା। ଟିଙ୍କୁ ଆଉ ଗୋଟେ ବର୍ଷ ପରେ ଚାକିରି କରିବ। ସିଏ ବି ଇଞ୍ଜିନିୟରିଂ ଛାତ୍ର। ତା ଦରମା ସେଇ 20,000, ଏପଟ ନହେଲେ ସେପଟ। ଅନିତାଙ୍କ ଭୁବନେଶ୍ୱର ଜାଗା କିଣା ଆଉ ଘରତୋଳା ଇଚ୍ଛାଟା ନିଜ ଭିତରେ ଥାକ ଥାକ ସଜେଇ ହୋଇ ରହିଲା। ସିଏ ମନୋଜକୁ କହିଲେ, ତମ ଦ୍ୱାରା ଯାହା ଏତେ ବର୍ଷ ଯାଏ ସମ୍ଭବ ହେଲା ନାହିଁ ତାହା ମୋ ପିଲା କରିବେ। ପିଙ୍କୁ ଟିଙ୍କୁ ଦୁହେଁ ଚାକିରି କଲେ ଆମେ ଜାଗା କିଣିବା, ଘର ତୋଳିବା। ପିଲାଙ୍କ ସଫଳତାର ସ୍ୱପ୍ନରେ ବିଭୋର ଅନିତା ଗାଁର ଜମି ବିକ୍ରି ଓ ବାପାଙ୍କ କୋଠା ତୋଳାକୁ ଭୁଲିଯିବାକୁ ବସିଥିବା ବେଳେ ଗାଁରୁ ବାପାଙ୍କ ଚିଠି ଆସିଲା, ଆସନ୍ତା ରବିବାର ଦିନ ଛାତ ପଡ଼ିବ, ତୁ ବୋହୂକୁ ଧରି ଗୋଟେ ଦିନ ପାଇଁ ଗାଁକୁ ଆସିବୁ। ଏଇ ଚିଠିଟା ପଢ଼ି ଅନିତା ପୁଣି ଗର୍ଜି ଉଠିଲେ। ତାଙ୍କୁ ଲାଗିଲା ବାପା ଯେମିତି ତାଙ୍କ ପୁଅ ବୋହୂଙ୍କ ନିବାରିଲା ପଣକୁ ତତଲା ଲୁହା ଖଡ଼ିକାରେ ଚେଙ୍କ ଦେଉଛନ୍ତି। କହୁଛନ୍ତି, ଦେଖରେ କୁଳଙ୍ଗର, ତମ ଦ୍ୱାରା ଯାହା ନହେଲା ମୁଁ ଏ ବୃଦ୍ଧ ବୟସରେ ତାହା କରିଦେଇ ପାରିଲି। ତୁମେ ଏ ବୃଦ୍ଧ ପିତାର ମୁଣ୍ଡ ଗୁଞ୍ଜିବା ପାଇଁ କୋଠା ଚାରିପାଖରେ କରିପାରିଲ ନାହିଁ, ଯାହା ମୋତେ କେବଳ ଆଶ୍ରୟ ଦେଇନଥାନ୍ତା, ମୋତେ ଆମ ଗାଁରେ ଅମର କରିଥାନ୍ତା, ଆମ ଉତ୍ତର ପୁରୁଷଙ୍କ ମୁକ ସାକ୍ଷୀ ହୋଇ ରହିଥାନ୍ତା ଚିରଦିନ। ତୁମେ ନ କରିପାରିଲ ନାହିଁ,
ମୁଁ ତୁମ ପାଇଁ କୋଠା ତୋଳିଛି, ଯାହା ମୁଁ ମଲା ପରେ ବି ଏ ଗାଁରେ ତମ ଫେରିବା ବାଟକୁ କି ତମ ପୁଅ ଝିଅ ନାତି ନାତୁଣୀକୁ ଫେରିବା ବାଟକୁ ଚାହିଁ ରହିଥିବ ଉତ୍ସୁକ ହୋଇ। ଗାଁର ମାଟିରେ ମୁଁ କେବଳ ଘର ତୋଳି ନାହିଁ, ତୋଳିଛି ସ୍ମୃତି ସୌଧ। ଅନିତା ଏହି ଛାତ ପକା ଉପଲକ୍ଷେ ଗାଁକୁ ନିଜେ ନ ଯିବାକୁ ଜିଦ୍ ଧରିଲେ। ଆଉ ମନୋଜକୁ ଗାଁ ଯିବା ବାଟରେ ଗାଡ଼ି ଗାଡ଼ି ଅଡ଼ୁଆ ଆଣି କୋଢ଼ାଇଲେ, ଯାହାକୁ ଡେଇଁ ଗାଁକୁ ଯିବା ମନୋଜ ପକ୍ଷେ ସମ୍ଭବ ହେଲା ନାହିଁ। ପ୍ରତି ଶନିବାର ଗାଁ ଛୁଇଁ ସୋମବାର ଭୁବନେଶ୍ୱର ଫେରୁଥିବା ସାରଙ୍ଗ ଆସି ମନୋଜକୁ ଜଣାଇଲା, ରବିବାର ଦିନ ସନ୍ଧ୍ୟା ପର୍ଯ୍ୟନ୍ତ ତୁମ ବାପା ତୁମ ଆସିବା ବାଟକୁ ଘଟି ଚାହିଁଥିଲେ। ଗାଁରେ ଛାତ ପଡ଼ିବାର 3 ବର୍ଷ ଭିତରେ 3ଟି ଘଟଣା ଘଟିଯାଇଥିଲା। ପ୍ରଥମଟି ପିଙ୍କୁ ଓ ଟିଙ୍କୁର ଚାକିରି, ଦ୍ୱିତୀୟଟି ଭୁବନେଶ୍ୱରରେ ମନୋଜଙ୍କ ପ୍ଲଟ୍ କିଣା, ଆଉ ତୃତୀୟଟି ବାପା ଗାଁରେ ଆରମ୍ଭ କରିଥିବା ପକ୍କା ଘରର ଗୃହପ୍ରବେଶ ଉତ୍ସବ। ଏହି ଗୃହପ୍ରବେଶ ଉତ୍ସବରେ ଯୋଗଦାନ ପାଇଁ ଡାକିବାକୁ ଏଥର ବାପା ନିଜେ ଭୁବନେଶ୍ୱର ଆସିଥିଲେ। ତାଙ୍କ ସହିତ ଅନିତା ଆଉ ମନୋଜ ଦୁହେଁ ଗାଁକୁ ଯାଇଥିଲେ। ଭୁବନେଶ୍ୱରରେ ନିଜର ପ୍ଲଟ୍ କିଣିଥିବା ଯୋଗୁଁ ହୁଏତ ଅନିତାଙ୍କ ମନରେ କିଛିଟା ପରିବର୍ତ୍ତନ ଆସିଛି। ଗାଁକୁ ଯିବାକୁ ତାଙ୍କର ଆଉ ଅନାଗ୍ରହ ନାହିଁ। ସମୁଦାୟ କୋଠାରେ ବାପା ଯେତେ ଟଙ୍କା ଖର୍ଚ୍ଚ କରିନାହାନ୍ତି, ତାଠୁ ଅଧିକ ଟଙ୍କା ଦେଇ ସେ ଭୁବନେଶ୍ୱରରେ ଭଲ ସାଇଜ୍ର ପ୍ଲଟ୍ କିଣିଛନ୍ତି। 2 ପୁଅ ଚାକିରି କରୁଛନ୍ତି। ସେମାନେ ଟଙ୍କା ଦେଲେ ବର୍ଷ 2ଟାରେ ଆଖି ଦୃଶିଆ ବିଲ୍ଡିଂଟାଏ ଠିଆ କରାଇ ହେବ। ଗାଁରେ ଅନିତା ଓ ମନୋଜକୁ ଧରି ବାପା ପହଞ୍ଚିଲେ ସକାଳ 8ଟାରେ। ଗୃହପ୍ରବେଶ ଉପଲକ୍ଷେ ଭୋଜିର ଆୟୋଜନ ମଧ୍ୟ ହୋଇଥିଲା। ଗାଁର ଅନେକ ଲୋକଙ୍କ ସହିତ ସାକ୍ଷାତ ହେଲା। ପିଙ୍କୁ ଟିଙ୍କୁ 2ଟା ଆସି ନ ପାରିବାରୁ ବାପା ବୋଉଙ୍କ ମନ ଦୁଃଖ। ବାପା ଘରର ପ୍ରତି ବଖରା ବୁଲାଇ ବୁଲାଇ ଦେଖାଉଥିଲେ। ଗୋଟିଏ ବଖରା ମନୋଜ ଓ ଅନିତାଙ୍କ ପାଇଁ, ଆଉ ଗୋଟିଏ ବଖରା ବାପା ବୋଉଙ୍କର, ଅନ୍ୟ 2 ବଖରା ପିଙ୍କୁ ଟିଙ୍କୁଙ୍କର। ରାତିଟା ଗାଁ ନୂଆ କୋଠା ଘରେ କଟାଇ ପରଦିନ ଅନିତାଙ୍କୁ ଧରି ଭୁବନେଶ୍ୱର ଫେରିଲେ ମନୋଜ। ଗାଁରୁ ଫେରିବା ଦିନଠୁ ଅନିତା ଜିଦ୍ ଧରିଲେ ଭୁବନେଶ୍ୱର ପ୍ଲଟ୍ରେ ଘର ତିଆରି ପାଇଁ। ଚାଲିଲା ପ୍ଲାନ୍ ତିଆରି। ପ୍ଲଟ୍ ସାଇଜ୍ 60 ଫୁଟରେ 4 ଫୁଟ। ଅନେକ ଲୋକଙ୍କ ପୁରୁଣା ପ୍ଲାନ୍ ଆଣି ସେହି ଅନୁସାରେ ବିଭିନ୍ନ ପ୍ରକାର ପ୍ଲାନ୍ ତିଆରି ଚାଲିଲା। ମନୋଜଙ୍କ ପ୍ଲାନ୍ ଅନିତାଙ୍କ ମନକୁ ପାଇଲା ନାହିଁ। ଅନିତା ଯାହା ସଜେସନ୍ ଦେଲେ ତାକୁ ମନୋଜ ମୋଟେ ଗ୍ରହଣ କଲେ ନାହିଁ। ମନୋଜଙ୍କ ବନ୍ଧୁ ପରେଶଙ୍କ ପରାମର୍ଶ କ୍ରମେ BDAର ଟାଉନ୍ ପ୍ଲାନର ସାମନ୍ତରାୟଙ୍କ ଉପରେ ପ୍ଲାନ୍ ତିଆରି ଦାୟିତ୍ୱ ଅର୍ପଣ କଲେ। 8 ଦିନ ପରେ ତାଙ୍କଠୁ ସ୍କେଚ୍ ପ୍ଲାନ୍ଟା ମିଳିଲା। ସେହି ପ୍ଲାନ୍ଟାକୁ ସ୍ୱାମୀ ସ୍ତ୍ରୀ ଦୁହେଁ ଅନେକ ଦିନ ଧରି ନିଜ ବାଟରେ ନିରୀକ୍ଷଣ କରି କିଛି କିଛି ଅସୁବିଧା ଆବିଷ୍କାର କଲେ। ଆଉ ଜଣେ ବନ୍ଧୁଙ୍କ ପରାମର୍ଶ ଅନୁସାରେ ଜଣେ ବାସ୍ତୁଶାସ୍ତ୍ର ବିଶାରଦଙ୍କୁ ପ୍ଲାନ୍ଟିକୁ ଦେଖାଇବାର ସ୍ଥିର ହେଲା। ପୃଥିବୀ ବିଜ୍ଞାନ ଆଡ଼କୁ ଯେତିକି ଅଗ୍ରଗତି କରୁଛି, ମଣିଷ ସେତିକି ପରମ୍ପରା, ସଂସ୍କୃତି ଓ ଜ୍ୟୋତିଷଶାସ୍ତ୍ର ଆଡ଼କୁ ମୁହାଉଛି। ବାହାଘର ପାଇଁ ଜାତକ ମେଳକର ଆଶ୍ରୟ ନେବା ଓ ଘର ତିଆରି ପୂର୍ବରୁ ବାସ୍ତୁଶାସ୍ତ୍ର ବିଶାରଦଙ୍କ ମତାମତ ନେବାକୁ ସମାଜର ତୁଙ୍ଗ ସ୍ଥାନରେ ଥିବା ସମ୍ଭ୍ରାନ୍ତ ମଣିଷମାନେ ଅଗ୍ରାଧିକାର ହେଉଛନ୍ତି। ତେଣୁ ମନୋଜ ବନ୍ଧୁଙ୍କ ପରାମର୍ଶ ରକ୍ଷା କରି ବାସ୍ତୁଶାସ୍ତ୍ର ବିଶାରଦଙ୍କ ଶରଣାପନ୍ନ ହେଲେ। ବାସ୍ତୁଶାସ୍ତ୍ର ବିଶାରଦ ପ୍ଲାନ୍ଟା ଦେଖିବା ପାଇଁ 2-3 ଥର ଦୌଡ଼ାଇଲେ। ଶୁଭ ମୁହୂର୍ତ୍ତ କାଢ଼ି ପ୍ଲାନ୍ଟା ମନୋଜଙ୍କ ଉପସ୍ଥିତିରେ ବିଶ୍ଳେଷଣ କଲେ। ପ୍ଲାନ୍ଟା ଆପାତତଃ ଠିକ୍ ଅଛି ବୋଲି ମତ ଦେଲେ। ତେବେ ଅଳ୍ପ କେତେଟା ପରିବର୍ତ୍ତନ ପାଇଁ ପରାମର୍ଶ ଦେଲେ। ରୋଷେଇ ଘର ଅଗ୍ନିକୋଣରେ ଅଛି, ଠିକ୍ ଅଛି, କିନ୍ତୁ ତା ପାଖରେ ଟଏଲେଟ୍ ନ ରଖିଲେ ଭଲ। ଟଏଲେଟ୍ ସ୍ଥାନରେ ପୂଜାଘର ରଖନ୍ତୁ। ଟଏଲେଟ୍କୁ ଷ୍ଟୋର୍ କେସ୍ ତଳକୁ ଉଠାଇ ଆଣନ୍ତୁ। ପ୍ଲଟ୍ର ପଶ୍ଚିମରେ ରାସ୍ତା ଅଛି। ମୁଖ୍ୟ ପ୍ରବେଶ ପଥ ସେପଟରେ ରଖିଲେ ମଧ୍ୟ ଉତ୍ତର ପଟରେ ଆଉ ଗୋଟିଏ ପ୍ରବେଶ ପଥ ରଖିବାକୁ ହେବ। ପଶ୍ଚିମ ପାଖରେ ପଟିକ ରଖନ୍ତୁ ନାହିଁ, କାରଣ ପଶ୍ଚିମ ପଟକୁ କୌଣସି ପ୍ରୋଜେକ୍ସନ୍ କରିବା ମନା। ଘରର ନିଅ ଖୋଳିବା ବେଳେ ଉତ୍ତର ପୂର୍ବ କୋଣରୁ ହିଁ ଆରମ୍ଭ କରିବେ, କିନ୍ତୁ ଘରର ନିର୍ମାଣ ଆରମ୍ଭ କରିବେ ପଶ୍ଚିମ ଦକ୍ଷିଣ କୋଣରୁ। ଟଏଲେଟ୍ ଏପରି ତିଆରି କରିବେ ଯେପରି ବସିବା ବେଳେ ମୁହଁ ଉତ୍ତରକୁ କିମ୍ବା ଦକ୍ଷିଣକୁ ରହିବ। ଘର ପାଇଁ
ପାଣିର ବ୍ୟବସ୍ଥା କଲାବେଳେ ଅର୍ଥାତ୍ କୂଅ କିମ୍ବା ସମ୍ପ କଲେ ଆପଣ ଉତ୍ତର ପୂର୍ବ କୋଣରେ ହିଁ କରିବେ। ଏମିତି ଅନେକ ସଜେସନ୍ ଧରି ମନୋଜ ବାସ୍ତୁଶାସ୍ତ୍ର ବିଶାରଦଙ୍କ ପାଖରେ କୃତଜ୍ଞତା ଜଣାଇ ଫେରିଲେ। ସେହି ଅନୁସାରେ ପ୍ଲାନ୍ ପ୍ରସ୍ତୁତ ହେଲା ଆଉ ମଞ୍ଜୁର ମଧ୍ୟ ହେଲା। ପ୍ଲାନ୍ର ଗୋଟିଏ ନକଲ ବଡ଼ ପୁଅ ପିଙ୍କୁ ପାଖକୁ ବମ୍ବେ, ଆଉ ଗୋଟିଏ ନକଲ ସାନ ପୁଅ ଟିଙ୍କୁ ପାଖକୁ ଦିଲ୍ଲୀ ପଠାଇଲେ ମନୋଜ। ଅତିଶୀଘ୍ର ସେ ଦୁହିଁଙ୍କ ମତାମତ ଲୋଡ଼ିଥିଲେ ମନୋଜ, କିନ୍ତୁ ମାସକ ପର୍ଯ୍ୟନ୍ତ କିଛି ଉତ୍ତର କାହାରିଠାରୁ ମିଳିଲା ନାହିଁ। ଡାକରେ ହଜିଯାଇଥିବା ଆଶଙ୍କା କରି ଆଉ 2ଟି ନକଲ ସ୍ପିଡ୍ ପୋଷ୍ଟ ଯୋଗେ ଦୁଇ ପୁଅଙ୍କ ପାଖକୁ ପଠାଇଦେଲେ ମନୋଜ। ଶୀଘ୍ର ମତାମତ ଜଣାଇ ଚିଠି ଦେବାକୁ ଦୁଇ ପୁଅଙ୍କୁ ଅନୁରୋଧ କରିଥିଲେ। ଶୀଘ୍ର ନହେଲେ ବି ଏଥର 15 ଦିନ ଭିତରେ ଦୁଇ ପୁଅଙ୍କ ଠାରୁ 2ଟା ଚିଠି ଆସିଲା। ବଡ଼ ପୁଅ ଲେଖିଥିଲା, ଏତେ ବଡ଼ ଘରଟେ ତିଆରି କରି ଦୁଇ ପୁଅକୁ ଚିରଦିନ ମୁହାଁମୁହିଁ ଚେସ୍ର ଗୋଟି ପରି ରଖିବା ଠିକ୍ ନୁହେଁ। ଏତେ ଛୋଟ ପ୍ଲଟ୍ରେ ଏତେ ବଡ଼ ଘର ତିଆରି କରିବା ଉଚିତ ହେବ ନାହିଁ। ଗୋଟିଏ ଡ୍ରଇଂ ରୁମ୍ ଓ ଅତି ବେଶୀରେ 2ଟି ବେଡ୍ରୁମ୍ରେ ସୀମିତ ରଖ ପ୍ଲାନ୍ଟିକୁ। ତୁମ ଦୁଇ ପୁଅ 2ଟା ମେଟ୍ରୋ ସିଟିରେ ଅଛନ୍ତି। ସିଏ ହୁଏତ ମେଟ୍ରୋ ସିଟିରେ ରହିବାକୁ ପସନ୍ଦ କରିପାରନ୍ତି। ତାଙ୍କୁ ଭୁବନେଶ୍ୱରରେ ବାନ୍ଧିବାକୁ ଏତେ ଦିନ ଆଗରୁ ଜନ୍ତାଟିଏ ତିଆରି କରି ରଖିବା କେତେ ଦୂର ସମୀଚୀନ ଆପଣ ବିଚାର କରି ଦେଖିବେ। ତେବେ ଭୁବନେଶ୍ୱରରେ ଘର ତିଆରି କରିବା ପ୍ରସ୍ତାବକୁ ମୁଁ ବିରୋଧ ନ କରି ସ୍ୱାଗତ ଜଣାଉଛି, କାରଣ ଆମେ ଯେତେ ବଳ ପ୍ରୟୋଗ କଲେ ବି ଆପଣ ଆଉ ବୋଉ ଭୁବନେଶ୍ୱର ଛାଡ଼ି ବମ୍ବେରେ କି ଦିଲ୍ଲୀରେ ସବୁଦିନ ରହିବାକୁ ପସନ୍ଦ କରିବେ ନାହିଁ। କିନ୍ତୁ ଜେଜେ ଯେତେ ଡାକିଲେ ବି ଗାଁକୁ ଯିବେ ନାହିଁ। ସାନ ପୁଅ ଟିଙ୍କୁ ଲେଖିଥିଲା, ମୋର ଆମେରିକା ଯିବା ପାଇଁ ଆମ କମ୍ପାନୀ ବ୍ୟବସ୍ଥା କରିଛି। ଆସନ୍ତା ବର୍ଷ ଆମେରିକା ଯିବା 90% ସମ୍ଭାବନା। ମୁଁ ଯଦି ଆମେରିକା ଯାଏ ତାହେଲେ ମୋତେ ସେଠି ଅନ୍ୟୁନ 7 ବର୍ଷ ରହିବାକୁ ପଡ଼ିବ। ତେଣୁ ମୋର ଭୁବନେଶ୍ୱରରେ ବସ୍ତୁତଃ ଘର କିଛି କାମରେ ଆସି ନପାରେ। ମୁଁ ଆମେରିକାରୁ ଫେରିଲେ ଦିଲ୍ଲୀରେ ରହିବାକୁ ଅଧିକ ପସନ୍ଦ କରିବି। ଭାଇ ମଧ୍ୟ ବମ୍ବେରେ ଫ୍ଲାଟ୍ କିଣିବାର ଆବଶ୍ୟକତା ଅନୁଭବ କରିପାରନ୍ତି। ତେବେ ତୁମ ଦୁହିଁଙ୍କ ପାଇଁ ଭୁବନେଶ୍ୱରରେ ଘରଟେ ନିହାତି ଜରୁରୀ। କିନ୍ତୁ ଏତେ ବଡ଼ ଘରଟେ ତିଆରି କରିବାର ଆବଶ୍ୟକତା ବିଷୟରେ ଆଉଥରେ ଆପଣ ଚିନ୍ତା କରିବେ। ଦୁଇ ପୁଅଙ୍କ ଚିଠି ପାଇ ମନୋଜ ଓ ଅନିତା ପ୍ରଥମ କରି ଅନୁଭବ କଲେ ଯେ ପିଙ୍କୁ ଟିଙ୍କୁ ଏବେ ସ୍ୱତନ୍ତ୍ର ଭାବେ ନିଜ କଥା ବିଚାର କଲେଣି। ବାପା ବୋଉଙ୍କ କୋଳ ଛାଡ଼ି ପୋଡ଼ି ଯାଇଥିବା ଶାବକ 2ଟା ମୂଳପିଣ୍ଡଠାରୁ ନିଜକୁ ଅଲଗା କରି ଭିନ୍ନ କକ୍ଷରେ ବିଚରଣ କଲେଣି। ସେମାନେ ତାଙ୍କର ସ୍ୱତନ୍ତ୍ର ପରିଚୟ ପାଇ ବ୍ୟଗ୍ର ହେଲେଣି। ଅନିତାଙ୍କୁ ଶକ୍ତ ଧକ୍କାଟେ ଲାଗିଲା। ଅଧିକ ରୋଜଗାର କରୁଥିବା ଦୁଇ ପୁଅଙ୍କ ପଇସାରେ ଖୁବ୍ ଶୀଘ୍ର ଘରଟେ ଠିଆ କରିବାକୁ ଆଶା କରିଥିବା ଅନିତା କ୍ରୋଧରେ ପାଚି ଲାଲ ଦିଶିଲେ। ଏମିତି କ୍ରୋଧରେ ଅସ୍ଥିର ହୋଇଥିଲେ ଅନିତା ଆଜିକୁ 3 ବର୍ଷ ତଳେ ଯେତେବେଳେ ଗାଁରେ ଶ୍ୱଶୁର ଗାଁ ଘର ତିଆରି କରିବା ପାଇଁ ଗାଁ ଚାଷ ଜମି ବିକ୍ରିର ନିଷ୍ପତ୍ତି ଶୁଣାଇଥିଲେ। ମନୋଜ ଅନିତାକୁ ସାନ୍ତ୍ୱନା ଦେଲେ, ତୁମେ ଏମିତି ହତାଶ ହେବା ଦରକାର ନାହିଁ। ମୋର ଆଉ ବେଶୀ ଦିନ ଚାକିରି ନଥିଲେ ମଧ୍ୟ 4.5 ବର୍ଷ ବାକି ଅଛି। ଏହି ସମୟ ଭିତରେ ମୁଁ ଘରଟା କରିପାରିବି। ପିଲାମାନଙ୍କୁ ପାଠ ପଢ଼ାଇବାରେ ମୋର ପ୍ରୋଭିଡେଣ୍ଟ ଫଣ୍ଡଟା ନିଃଶେଷ ହୋଇଯାଇଥିଲେ ବି ଘର ତିଆରି ଲୋନ୍ରୁ 6 ବର୍ଷ ତଳେ ପ୍ଲଟ୍ କିଣିବା ପାଇଁ ମୋତେ ଯେଉଁ 50,000 ଟଙ୍କା ମିଳିଥିଲା ତାକୁ ମୁଁ ଫିକ୍ସ ଡିପୋଜିଟ୍ କରିଦେଇଥିଲି। ଘରର ଆପ୍ରୁଭ୍ଡ ପ୍ଲାନ୍ ଦାଖଲ କଲେ ମୋତେ ଅଫିସରୁ ଆହୁରି 1.5 ଲକ୍ଷ ଟଙ୍କାର ଘର ତିଆରି ଲୋନ୍ ମିଳିବ। ଛୁଟି ବିକ୍ରି, ଗ୍ରାଚୁଇଟି ଆଉ ଫାଇନାଲ GPF ସବୁକୁ ମିଶାଇ ଆମେ ଘର ତିଆରି କରିବା। ପୁଅ 2 ଜଣଙ୍କ ଅସମ୍ମତି ଓ ଅସହଯୋଗକୁ ଖାତିର ନ କରି ମନୋଜ ତାଙ୍କ ଭୁବନେଶ୍ୱର ଘର ତିଆରି ଆରମ୍ଭ କଲେ। ଅନିତା ପ୍ଲଟ୍ ଉପରେ ଠିଆ ହୋଇ ଘର ତିଆରି କାମ ତଦାରଖ କଲେ। ଅନିତାଙ୍କ ଜିଦ୍ ଯୋଗୁଁ କଡ଼ା ଭାଷାରେ ଦୁଇ ପୁଅଙ୍କୁ 2ଟା ଚିଠି ଲେଖି ଜଣାଇଦେଲେ, ଘର ତିଆରିରେ ସେମାନଙ୍କ ମତାମତ କି ସେମାନଙ୍କ ଟଙ୍କା କିଛି କାମରେ ଲାଗିବ ନାହିଁ। ଭୁବନେଶ୍ୱରରେ ନିଜ ପସନ୍ଦ ମୁତାବକ ଘର ତିଆରି କରିବା ପାଇଁ ସେ ନିଜେ ସମର୍ଥ। ଘର ତିଆରି ସରିବା ପର୍ଯ୍ୟନ୍ତ ଦୁଇ ପୁଅଙ୍କ ସହିତ ଆଉ ଯୋଗାଯୋଗ ରଖିନଥିଲେ ମନୋଜ। ସାନ ପୁଅ 7 ବର୍ଷ ପାଇଁ ଆମେରିକା ଯାଇଥିଲା ତା କମ୍ପାନୀ କାମରେ। ବଡ଼ ପୁଅ
ତା କମ୍ପାନୀର ବାଙ୍ଗାଲୋର ଶାଖା ଖୋଲା ନେଇ ବ୍ୟସ୍ତ ଥିଲା। ଗୃହ ପ୍ରବେଶ ଉତ୍ସବକୁ ଗାଁକୁ ଗାଡ଼ି ପଠାଇ ବାପା ବୋଉଙ୍କୁ ଗାଁରୁ ଡକାଇ ଆଣିଥିଲେ ମନୋଜ। ପୁଅ ବୋଉଙ୍କ ଘର ଦେଖି ବୁଢ଼ାବୁଢ଼ୀଙ୍କ ଆଖି ଖୁସି ହୋଇ ଯାଇଥିଲେ। ପାଇଖାନା ଓ ଗାଧୁଆ ଘରେ ମାର୍ବଲ ଲାଗିଛି। ଝରକା ଓ ଦରଜା କବାଟ ସବୁ ଶାଗୁଆନ କାଠରେ ତିଆରି। ଅନିତା ଶାଶୁ ଶ୍ୱଶୁରକୁ ପ୍ରତି ବଖରା ବୁଲାଇ ଦେଖାଇବା ବେଳେ ନିଜ ଭିତରେ ଫୁଲି ଫୁଲି ଉଠୁଥିଲେ। ଶାଶୁ ଶ୍ୱଶୁରଙ୍କ ପାଇଁ ମଧ୍ୟ ଏ ଘର ଭିତରେ ସିଏ ବ୍ୟବସ୍ଥା ରଖିଥିବା ବଖରାଟି ତାକୁ ଦେଖାଇ ଅନୁରୋଧ କରିଥିଲେ, ପିଲାମାନେ ତ ବାହାରେ ରହିଲେ, ଆପଣମାନଙ୍କର ବୟସ ବେଶୀ ହେଲାଣି, ଏଥର ଏଠି ଆମ ପାଖରେ ରହିଯାଆନ୍ତୁ। ଭୋଜିଭାତ ଖାଇ ଓ ଘର ଦେଖି ନିମନ୍ତ୍ରିତ ଅତିଥିମାନେ ଫେରିଯିବା ପରେ ଅନିତା ମନୋଜଙ୍କ ପାଇଁ ଗୋଟେ ଖଲିରେ ଖାଇବା ଜିନିଷ ବାଢ଼ିଲେ। ମନୋଜ ଅନିତାକୁ ବାଧ୍ୟ କଲେ ଆଉ ଗୋଟିଏ ଖଲି ପକାଇ ନିଜେ ଖାଇ ବସିବା ପାଇଁ। ଖଲି ପକାଇ ଖାଦ୍ୟ ପାଖରେ ଦୁହେଁ ବସିଲେ, କିନ୍ତୁ ଖାଦ୍ୟ ପାଖକୁ ସେମାନଙ୍କର ହାତ ଗଲା ନାହିଁ। ପରସ୍ପରଙ୍କ ମୁହଁକୁ ଚାହିଁଲେ ଅନିତା ଓ ମନୋଜ। ଏଇ ଘର ତିଆରି କାହା ପାଇଁ? ସେମାନଙ୍କର ଏ ପୃଥିବୀରେ ଆଉ କେତେ ଦିନ? ରିଟାୟାରମେଣ୍ଟ ପରେ ଅତି ବେଶୀରେ 10, 12 କି 15 ବର୍ଷର ଅତିଥି ସେମାନେ। ପୁଅ ଦୁହେଁ ଯଦି ଏ ଘର ଆବଶ୍ୟକ ନ କରନ୍ତି, ଏ ଘର କ'ଣ ହେବ? ସେମାନଙ୍କ ପରେ ଏ ଘରର ରକ୍ଷଣାବେକ୍ଷଣ ଦାୟିତ୍ୱ କିଏ ନେବ? ହୁଏତ ଦିନ ଆସିବ ଯେତେବେଳେ ପିଙ୍କୁ ଟିଙ୍କୁ ଏ ଜାଗା ଓ ଘର ବିକ୍ରି କରି ସେଇ ଟଙ୍କାରେ ମେଟ୍ରୋ ସିଟିରେ ଫ୍ଲାଟ୍ କିଣିବେ। ପରଦିନ ସକାଳୁ ମନୋଜଙ୍କ ବାପା ବୋଉ ଗାଁକୁ ଯିବାକୁ ବାହାରିଲେ। ମନୋଜ ଓ ଅନିତା ଯେତେ ରାଣ ନିୟମ ପକାଇଲେ ବି ସେମାନେ ଆଉ ଦିନେ 2 ଦିନ ରହିବାକୁ ଅନିଚ୍ଛା ପ୍ରକାଶ କଲେ। ସେମାନେ ଭୁବନେଶ୍ୱର ଆସିବା 3 ଦିନ ହେଲାଣି। ତାଙ୍କ ତୁଳସୀ ଗଛ, ଫୁଲ ଗଛ, ଲଙ୍କା ଓ ବାଇଗଣ ଗଛ ପାଣି ନ ପାଇ ଝାଉଁଳି ଯିବେଣି। ବଳଦ 2ଟା ପଡ଼ିଶା ଘର ଜିମା ଦେଇ ଆସିଥିଲେ। ସେମାନଙ୍କ ଖାଇବା ପିଇବା କଥା ସେମାନେ ଠିକ୍ ଭାବେ ବୁଝିଲେ କି ନାହିଁ ଜଣା ନାହିଁ। ପଦିଆ ଝିଅ କୁସୁମ ହାତରେ ଘରର କଞ୍ଚି ଦେଇକି ଆସିଥିଲେ ସକାଳେ ସଞ୍ଜେ ଠାକୁର ପୂଜା କରିବା ପାଇଁ। ଏତେ ସବୁ ଅଡ଼ୁଆ ଗାଁରେ ଛାଡ଼ି ଏଠି ସେମାନେ ଆଉ ମୁହୂର୍ତ୍ତଟାଏ ବି ରହିବା ସମ୍ଭବ ନୁହେଁ। ମନୋଜ ବାଧ୍ୟ ହୋଇ ବାପା ବୋଉକୁ ଗାଁ ବସ୍ରେ ବସାଇ ଦେଇ ଆସିଲେ। ଏତେ ବଡ଼ ଘରଟାରେ ମାତ୍ର 2 ଜଣ, ଅନିତା ଓ ମନୋଜ। ଖୁବ୍ ଖାଲି ଖାଲି, ଫାଙ୍କା ଫାଙ୍କା, ଆଉ ଏକୁଟିଆ ଏକୁଟିଆ ଲାଗୁଛି। ମନୋଜ ଅଫିସ ଚାଲିଗଲା ପରେ ଘରଟା ଭୂତକୋଠି ପରି ଭୟଙ୍କର ଲାଗିଲା ଅନିତାଙ୍କୁ। ଘରକୁ ଲାଗି ଘରଟାଏ ବି ନାହିଁ, ଯାହା ସହିତ ଗପସପ କରି ସମୟ କଟାଇ ହୁଅନ୍ତା। ଖରାବେଳ ସାରା ପିଙ୍କୁ ଟିଙ୍କୁଙ୍କ କଥା ଖୁବ୍ ମନେ ପଡ଼ିଛି ଅନିତାଙ୍କର। ପିଲା 2ଟା ଭୁବନେଶ୍ୱର ଫେରିଆସିଲେ ଘରଟା ପୂରି ଉଠନ୍ତା। ସେମାନଙ୍କ ବାହାଘର କରି 2ଟା ବୋହୂ ନେଇ ଆସିଲେ ଘର ଗହଳ ଚହଳ ଫାଟି ପଡ଼ନ୍ତା। କିନ୍ତୁ ପରକ୍ଷଣରେ ଅନିତା ସଚେତନ ହୁଅନ୍ତି। ସିଏ ନିଜେ ବାହାଘରର ମାସେ 2 ମାସ ପରେ ସ୍ୱାମୀଙ୍କ ସାଥିରେ ଭୁବନେଶ୍ୱର ଚାଲି ଆସିଥିଲେ। ପିଙ୍କୁ ଟିଙ୍କୁ ବାହାଘର ପରେ ସେମାନଙ୍କ ସ୍ତ୍ରୀମାନେ 8 ଦିନଠୁ ବେଶୀ ଭୁବନେଶ୍ୱରରେ ନ ରହିବା ସ୍ୱାଭାବିକ। ଏଇ ଖାଲି ଘରଟାକୁ ଜଗିବାରେ ଅନିତା ଓ ମନୋଜଙ୍କ ଅବଶିଷ୍ଟ ଜୀବନ ହୁଏତ କଟିବ। ଅନିତାଙ୍କୁ ଲାଗେ ଗାଁରେ ଶାଶୁ ଶ୍ୱଶୁର ତିଆରି କରିଥିବା କୋଠାଘରଟାକୁ ମଧ୍ୟ ସିଏ ଏମିତି ନିଜେ ଜଗିକି ପଡ଼ିଥିବେ ଜୀବନର ଅବଶିଷ୍ଟ କେଇ ଦିନ। ଅନିତାଙ୍କୁ ସବୁଠୁ ବେଶୀ ଭୟଭୀତ କରେ ଆଉ ଗୋଟିଏ ଆଶଙ୍କା। ଗାଁରେ ଶାଶୁ ଶ୍ୱଶୁରଙ୍କ ଭିତରେ ଜଣେ କିଏ ଆଗରୁ ଚାଲିଗଲେ କିମ୍ବା ଭୁବନେଶ୍ୱରରେ ଅନିତା ଓ ମନୋଜଙ୍କ ଭିତରୁ ଜଣେ କିଏ ଆଗ ପୃଥିବୀ ଛାଡ଼ିଲେ ଅବଶିଷ୍ଟ ଜଣକ ଏତେ ବଡ଼ ଘରଟାକୁ, ଗାଁ ଘର ଓ ଭୁବନେଶ୍ୱର ଘର, ଏକୁଟିଆ କେମିତି ଜଗିବ?